କଲରାର ଉପର ଭାଗ ଆଉ ତଳ ଭାଗକୁ ଏମିତି କାଟି ନେବା। ଆଉ କଲରା କ'ଣ କରିବେ ପ୍ରଥମେ ଭଲ ଭାବରେ ଧୋଇ ନେବେ। ତାପରେ କଲରାକୁ ଭିଡ଼ିଓରେ ଯେମିତି ଦେଖୁଛି ସେମିତି 2 ଫାଳ କରିନେବେ। ତାପରେ ଭିତରେ ଯେଉଁ ମଞ୍ଜି ଅଛି ତାକୁ ଗୋଟେ ଚାମଚ ନେଇକି ଏମିତି ବାହାର କରିନେବେ। 4ଟି କଲରା ଆପଣ ମିନିମମ୍ 4 ଜଣଙ୍କୁ ସର୍ଭ କରିପାରିବେ। ତ ଏଠି ଦେଖନ୍ତୁ ଏମିତି ସବୁଗୁଡ଼ା କଲରା ଫାଳ କରିକି କାଟି ନେଲା ପରେ ମଞ୍ଜି ବାହାର କରି ନେଲା ପରେ ଏମିତି ପତଳା ପତଳା କରିକି କାଟି ନେବେ। ତଳ ଭାଗ ଦେଖିବେ ଲାଗିଥିବ ଆଉ ଉପର ପଟେ ଯେମିତି ମୁଁ ଭିଡ଼ିଓରେ ଦେଖାଉଛି ପୁରା ପତଳା ପତଳା କରିକି ପୁରା ତଳ ଯାଏଁ କାଟିବେ, କିନ୍ତୁ ଦେଖିବେ ଯେମିତି ପୁରା ଅଲଗା ଅଲଗା ହେବନି। ଆପଣ ଚାହିଁଲେ ପନିକିରେ କାଟିପାରିବେ, ବହୁତ ହି ସହଜ ହେବ। ଛୁରୀରେ କାଟିଲେ ଯେମିତି ମୁଁ ଭିଡ଼ିଓରେ ଦେଖାଉଛି ସେଇଭଳି କାଟନ୍ତୁ, ସହଜ ରହିବ। ତ ଏମିତି କରିକି ସବୁଗୁଡ଼ା କଲରା ଆମେ କାଟି ନେବା। ତଳ ଭାଗ ଲାଗିକି ରହିବ, ଉପର ଭାଗ ଏମିତି ପତଳା କରିକି ଦେଖନ୍ତୁ ବଢ଼ିଆ ଭାବେ କାଟି ନେବେ। ତାପରେ କ'ଣ କରିବା, ଗୋଟେ ପାତ୍ରକୁ ନେଇଯିବା ଆଉ ସବୁଗୁଡ଼ା କଲରା ସେଥିରେ ପକାଇବା। ଅଧା ଛୋଟ ଚାମଚ ଲୁଣ ଦେଇନେବା, ଅଳ୍ପ ଟିକେ ହଳଦୀ ଗୁଣ୍ଡ ଏବଂ ଅଧା ଛୋଟ ଚାମଚ ଲଙ୍କା ଗୁଣ୍ଡ ପକାଇ ନେବା। ହାତରେ କିମ୍ବା ଚାମଚ ସାହାଯ୍ୟରେ ପୁରା ଭଲ ଭାବରେ ମିଶାଇ ନେବା। ଏମିତି ଭାବେ କଲରା ବନେଇବେ, ଦେଖିବେ ଜମା ପିତା ଲାଗିବନି ଆଉ ଭାତ ସହିତ କିମ୍ବା ପଖାଳ ସହିତ ସମସ୍ତଙ୍କୁ ପସନ୍ଦ ଆସିବ। କଲରା ମିଶାଇଲା ପରେ ଘୋଡ଼େଇକି 10 ମିନିଟ୍ ଛାଡ଼ି ନେବା। ଅନ୍ୟପଟେ ଅଧା କପ୍ ଅରୁଆ ଚାଉଳକୁ ଭଲ ଭାବରେ ଧୋଇକି 2 ଘଣ୍ଟା ପାଇଁ ବତୁରେଇ ନେବା। 2 ଘଣ୍ଟା ପରେ ତାକୁ ଆମେ ଛୋଟ ମିକ୍ସର ଜାରରେ ଦେଇନେବା ଆଉ 2ଟି କଞ୍ଚା ଲଙ୍କା ଏବଂ ଗୋଟେ ଛୋଟ ଚାମଚ ଜିରା ଦେଇନେଉଛି ଆଉ ବହୁତ କମ୍ ପାଣି ଦେଇକି ଚାଉଳକୁ ବାଟି ନେବେ। ତ ଏଠି ଦେଖନ୍ତୁ ଚାଉଳ ବାଟିକି ମୁଁ ଗୋଟେ ଛୋଟ ପାତ୍ରରେ ପକାଇ ନେଉଛି। ତାପରେ ଗୋଟାଏ ଛୋଟ ଚାମଚ କସୁରୀ ମେଥି, ଅଧା ଛୋଟ ଚାମଚ ଚାଟ୍ ମସଲା ଗୁଣ୍ଡ, ଅଳ୍ପ ଟିକେ ହଳଦୀ ଗୁଣ୍ଡ, ଅଧା ଛୋଟ ଚାମଚ ଚିକେନ ମସଲା ଗୁଣ୍ଡ, ଅଧା ଛୋଟ ଚାମଚ ଲୁଣ ଆଉ ଗୋଟେ ଛୋଟ ଚାମଚ ଅଦା ରସୁଣ ବଟା ଏ ସବୁକୁ ଦେଇକି ପୁରା ଭଲ ଭାବରେ ମିଶାଇ ନେବା। ମୁଁ ଏଠି କଞ୍ଚା ଲଙ୍କା ଦେଇଥିଲି ତ ଲଙ୍କା ଗୁଣ୍ଡ ଦେଉନି, କିନ୍ତୁ ଆପଣଙ୍କର ଲଙ୍କା ଯଦି ରାଗ ନଥିବ ଆପଣ ଏଠି ଅଧା ଛୋଟ ଚାମଚ ଲଙ୍କା ଗୁଣ୍ଡ ବି ଦେଇ ନେଇପାରିବେ। ତ ଏଠି ଦେଖନ୍ତୁ ପୁରା ଭଲ ଭାବରେ ମିଶାଇଲା ପରେ ଏ ଯେଉଁ ଚାଉଳ ବଟା ଅଛି ଏତିକି ମୋଟା ରଖିବେ, ୟାଠୁ ପତଳା କରିବେନି। ଚାଉଳ ବଟା ରେଡ଼ି ଅଛି। ଅନ୍ୟପଟେ ଆମେ କଲରାକୁ 10 ମିନିଟ୍ ଘୋଡ଼େଇକି ଛାଡ଼ିଥିଲେ, ଦେଖନ୍ତୁ କଲରାରୁ ଟିକେ ପାଣି ବାହାରି ଯାଇଛି। ଏବେ କ'ଣ କରିବା, କଲରାକୁ ବାହାର କରି ନେବା ଆଉ ଏ କଲରାକୁ ଡାଇରେକ୍ଟ ଆମେ ଏଇ ଚାଉଳ ବଟାରେ ବୁଡ଼େଇ ନେବା। ଆପଣ ଏ ରେସିପି ବନେଇବେ, କଲରା ଜମା ପିତା ଲାଗିବନି। ଘରେ ଛୁଆମାନେ କଲରା ପସନ୍ଦ କରନ୍ତିନି, ସେମାନଙ୍କୁ ବି କଲରାର ଏଇ ଭଜା ନିଶ୍ଚୟ ପସନ୍ଦ ଆସିବ। ତ କଲରା ଏମିତି ବୁଡ଼େଇବେ, ତାପରେ ହାତରେ ଏମିତି ଟିକେ ଖୋଲା କରିକି କଢ଼େଇରେ ସଫିସିଏଣ୍ଟ ତେଲ ନେଇଯିବେ। ତେଲ ଗରମ ହେଇସାରିଲା ପରେ ମିଡ଼ିୟମ୍ ଫ୍ଲେମ୍ କରିକି କଲରାକୁ ଏମିତି ଚାଉଳ ବଟାରେ ବୁଡ଼େଇକି ପକାଇ ନେବା। ଗ୍ୟାସ୍‌କୁ ଲୋ ମିଡ଼ିୟମ୍ ଫ୍ଲେମ୍‌ରେ ରଖିକି ଭାଜନ୍ତୁ ଆଉ 1 ମିନିଟ୍ ଏମିତି ଛାଡ଼ି ନେବେ। ତାପରେ କଲରାକୁ ଓଲଟେଇବେ। କଲରାର ଏଇ ଭଜା ଜମା ପିତା ଲାଗିବନି ଆଉ ବାହାରୁ ବହୁତ କ୍ରିସ୍ପି ଆଉ ଭିତରୁ କଲରା ଯେହେତୁ ବହୁତ ହି ନରମ ରହିବ ଆଉ ଟେଷ୍ଟ ବି ବହୁତ ଭଲ ଲାଗିବ। ତ ଏଠି ଦେଖନ୍ତୁ 4-5 ମିନିଟ୍ ମିଡ଼ିୟମ୍ ଫ୍ଲେମ୍‌ରେ ଏମିତି ଭାଜି ନେଲା ପରେ କଲରା ଏମିତି ଗୋଲ୍ଡେନ୍ କଲର୍ ହେଇଗଲେ କଲରାକୁ ତେଲରୁ ଏମିତି ଛାଣିକି ବାହାର କରି ନେବା। ଦେଖିବା ପାଇଁ ବି ପୁରା ନୂଆ ଦେଖାଯାଉଛି ଆଉ ବନେଇବା ବହୁତ ହି ସହଜ ଅଛି। କଲରାର ଏଇ ଭଜା ଆପଣ ଥରେ କିନ୍ତୁ ନିଶ୍ଚୟ ବନାନ୍ତୁ। ସେମ୍ ପ୍ରୋସେସ୍‌ରେ ଆଉ ଥିବା ଯେଉଁ କଲରା ତାକୁ ଏମିତି ପିଠଉରେ ବୁଡ଼େଇକି ହାତରେ ଏମିତି ଟିକେ ଖୋଲା କରିକି ତେଲରେ ଛାଣି ନେବେ। ଏଠି ମୁଁ ସବୁଗୁଡ଼ା କଲରା ଛାଣି ନେଇଛି ଆଉ ପୁରା ଅଧା ଘଣ୍ଟା ପରେ ବି ଦେଖନ୍ତୁ ସବୁଗୁଡ଼ା କଲରା ସେମିତି ହିଁ କ୍ରିସ୍ପି ଅଛି। ଥରେ